ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ। ଶୁକ ଉବାଚ। ଏମନ୍ତେ ମୈତ୍ରେୟ ବଚନ ଶୁଣି ବିଦୁର ତୋଷ ମନ। କୃଷ୍ଣ ଚରିତେ ଭାବ ଭରି ପୁଣି ପୁଛଇ ପଦ ଧରି। ବିଦୁର ଉବାଚ। ସେ ସ୍ୱୟଂଭୁବ ବ୍ରହ୍ମାସୁତ ସଂସାର ପ୍ରିୟ ପ୍ରିୟବ୍ରତ। ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର ସେ ସ୍ୱୟଂଭୁବ ନୃପବର। ଯେ ସତ ରୂପା ପତ୍ନୀ ତାର ସ୍ୱଭାବେ ବ୍ରହ୍ମାର ଶରୀର। ନିର୍ମିତ ନର ନାରୀ ରୂପେ ବିଷ୍ଣୁ ଆଦେଶେ ମହାକଳ୍ପେ। ମୈଥୁନ ଭାବେ ସେ ରହିଲେ କେମନ୍ତେ ସୃଷ୍ଟି ଭିଆଇଲେ। ସେ ରାଜ ଋଷିର ଚରିତ କହି ସନ୍ତୋଷ କର ଚିତ୍ତ। ଏ କୃଷ୍ଣ କଥା ପୁଣ୍ୟ ଯଶ ଶ୍ରବଣେ ଚିତ୍ତ କଲା ଆସ। ଏମନ୍ତେ ବିଦୁରର ବାଣୀ ମୈତ୍ରେୟ ବୋଲେ ତାହା ଶୁଣି। ମୈତ୍ରେୟ ଉବାଚ। ଶୁଣ ବିଦୁର ଏକ ଚିତ୍ତେ ତୁ ଯାହା ପଚାରିଲୁ ମୋତେ। ବ୍ରହ୍ମାର ଶରୀରୁ ସମ୍ଭବ ପତ୍ନୀର ତୁଲେ ସ୍ୱୟଂଭୁବ। କର ଅଞ୍ଜଳି ଶିରେ ଦେଇ ବୋଲଇ ବ୍ରହ୍ମା ମୁଖ ଚାହିଁ। ତୁ ସର୍ବ ଜନ୍ତୁଙ୍କର ପିତା ଜନ୍ମ ସମ୍ପଦ ବୃତ୍ତି ଦାତା। ଆମ୍ଭେ ତୋହର ଭୃତ୍ୟପଣେ ଯେମନ୍ତେ ଖଟୁ ତୋ ଚରଣେ। ସେ ଆଜ୍ଞା ଦିଅ ବେଦବର ତୋର ଚରଣେ ନମସ୍କାର। ଯେ କର୍ମ ସାଧି ଅତିରେକେ ସୁଯଶ ଇହ ପରଲୋକେ। ଲଭନ୍ତି ପ୍ରାଣୀ ଆତ୍ମ ସୁଖେ ସେ ଆଜ୍ଞା କର ତାତ ମୁଖେ। ଏମନ୍ତ ପୁତ୍ରର ବଚନେ ବ୍ରହ୍ମା କହିଲେ ତୋ ସମନେ। ବ୍ରହ୍ମା ଉବାଚ। ଶୁଣ କୁମର ସାଧୁ ଧୀର ତୁ ଏ ସଂସାରେ ନୃପବର। ନିର୍ମଳ ହୃଦେ ତୁ ପଚାରୁ ଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ। ତୋଠାରେ ହୋଇଲି ପ୍ରସନ୍ନ ତୋହର ହେଉ ଯେ କଲ୍ୟାଣ। ପିତାର ଆଜ୍ଞା ଶିରେ ଧରି ସାଦରେ ସର୍ବ ଦୂର କରି। ଏହାର ସଙ୍ଗେ ତୁହି ରମ ସନ୍ତରି କର ଆତ୍ମା ସମ। ଏହାର ସଙ୍ଗେ ତୁହି ରମ ସନ୍ତତି କର ଆତ୍ମା ସମ। ପୃଥିବୀ ପାଳନ ତୁ କର ଯଜ୍ଞେ ସନ୍ତୋଷ ଚକ୍ରଧର। ପ୍ରଜା ପାଳନେ କର ଆଶା ତେଣେ ମୋ ହୋଇବ ଶୁଶ୍ରୂଷା। ଯେ ଯଜ୍ଞ ରୂପ ଜନାର୍ଦ୍ଦନ ତୋ ପ୍ରତି ହୋଇବେ ପ୍ରସନ୍ନ। ସେ ଯଜ୍ଞ ଅନ୍ତେ ଜନାର୍ଦ୍ଦନ ଯାହାକୁ ନୁହନ୍ତି ପ୍ରସନ୍ନ। ବିଫଳ ଶ୍ରମ ହିଁ ତାହାର ଯେଣୁ ଆତ୍ମାରେ ଅନାଦର। ଏମନ୍ତେ ପିତାର ବଚନେ ଶୁଣି ସ୍ୱୟଂଭୁବ ତୋ ସମନେ। ଆନନ୍ଦେ ଶିରେ କର ଦେଇ ବୋଲଇ ବ୍ରହ୍ମା ମୁଖ ଚାହିଁ। ମନୁ ଉବାଚ। ଭୋ ନାଥ ତୋହର ଆଦେଶେ ସୃଷ୍ଟି ମୁଁ କରିବି ବିଶ୍ୱାସେ। ମୁଁ ସୃଷ୍ଟି ସର ଯିବି କାହିଁ ଏ ଜଳେ ଧରଣୀ ତ ନାହିଁ। ତାର ଉଦ୍ଧାରେ ଯତ୍ନ କର ଯେମନ୍ତେ ସୃଷ୍ଟିର ସଂସାର। ମୈତ୍ରେୟ ଉବାଚ। ଏମନ୍ତେ ପୁତ୍ରର ବଚନେ ବ୍ରହ୍ମା ବିଚାରେ ନିଜ ମନେ। ମାୟା ପ୍ରଳୟ ଜଳ ରାଶି ପବନ ସଙ୍ଗେ ମୁଁ ଯେ ଗ୍ରାସୀ। ପୃଥିବୀ ନିବେଶିଲି ଜଳେ ପ୍ରଜା କଳ୍ପିଲି ଯୋଗ ବଳେ। ଦେବ ଅସୁର ପିତୃ ନର ପଶୁ ପତଙ୍ଗ ମହୀଧର। ବୃକ୍ଷ ଔଷଧି ଉଚ୍ଚ ନିଚେ ଧରଣୀ ସ୍ଥାପିଲି ଯେ ସଞ୍ଚେ। ଏବେ ତ ଜଳେ ନାହିଁ ମହି ଏମନ୍ତ ବ୍ରହ୍ମା ବିଚାରଇ। ଜଳେ ନ ଦେଖିବ ସୁନ୍ଦରୀ ବିଧାତା ମନେ ଧ୍ୟାନ କରି।
ମହି ବୁଡ଼ିଲା ମହାଜଳେ କେମନ୍ତେ ଉଦ୍ଧରିବି ବଳେ। ଯାର ଆଦେଶେ ଅବତରି ମୁଁ ଏ ସଂସାରେ ଅଧିକାରୀ। ସେ ହରି ଯେବେ ଦୟା କରେ ଧରଣୀ ଆପଣେ ଉଦ୍ଧରେ। ନୋହିଲେ ମୋର ଶକ୍ୟ କାହିଁ ଏମନ୍ତେ ବିଷ୍ଣୁ ପାଦ ଧ୍ୟାଇ। ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ ଶୁଣ ବିଦୁର ଏକ ଚିତ୍ତେ। ତକ୍ଷଣେ ପ୍ରଭୁ ନରହରି ବାଳ ଶୂକର ରୂପ ଧରି। ଅଙ୍ଗୁଷ୍ଠ ପ୍ରମାଣ ଶରୀରେ ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ। ପୁଣି କ୍ଷଣକେ ଗଜ ପ୍ରାୟେ ଅଦ୍ଭୁତେ ବଢ଼େ ତାରକାଏ। ମରିଚି ଆଦି ମୁନି ଯେତେ ସନତ କୁମାର ସହିତେ। ଅଦ୍ଭୁତ ବରାହ ଶରୀର କ୍ଷଣ କ୍ଷଣକେ ଅଗୋଚର। ଋଷିଙ୍କି ଚାହିଁ ବେଦବର କହନ୍ତି ଦେଖି ତା ଶରୀର। ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ ପର୍ବତ ସମାନ ବଢ଼ଇ। ଶୁଣ ସକଳ ମୁନିଜନେ ଏ ରୂପେ ଖେଦ ମୋର ମନେ। ଏମନ୍ତେ ପୁତ୍ରଗଣ ଘେନି ବିଚାର କରେ ପଦ୍ମଯୋନି। ଏ ବା ଅନାଦି ଭଗବାନ ଏ ରୂପେ ବୋଧେ ମୋର ମନ। ଏମନ୍ତ ଜାଣି ବାସୁଦେବ ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ। ବ୍ରହ୍ମାଦି ଋଷିଙ୍କ ସମେତେ ହରଷ କଲେ ସର୍ବେ ଚିତ୍ତେ। ଦିଗ ପୁରିଲା ଗରଜନ୍ତେ ଅଦ୍ଭୁତ ଶବଦ ସହିତେ। ସେ ମାୟାମୟ ରୂପ ହରି ଛଳେ ଶୂକର ରୂପ ଧରି। ଦେଖି ଚକିତ ମୁନିଜନେ ଆନନ୍ଦେ ବିଚାରନ୍ତି ମନେ। ଜନ ସତ୍ୟ ତପ ନିବାସୀ ମିଳି ସକଳ ବ୍ରହ୍ମ ଋଷି। ସ୍ତୁତି କରନ୍ତି ମନ ତୋଷେ ଧରଣୀ ଉଦ୍ଧରିବା ଆସେ। ଯାହାର ଗୁଣ ଅନୁବାଦେ କ୍ଷମ ନୁହନ୍ତି ଚାରି ବେଦେ। ଯାରୂପ ମନ ଜ୍ଞାନେ ଚିନ୍ତି ଅଶେଷ ଶାସ୍ତ୍ରେ ନ ଜାଣନ୍ତି। ମୁନିଙ୍କ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି। ଦେବଙ୍କ ହିତ ଅର୍ଥେ ହରି ପୁଣି ଶୂକର ନାଦ କରି। ଗଜେନ୍ଦ୍ର ଲୀଳା କରି ହେଳେ ବିଷ୍ଣୁ ପଶିଲେ ମହାଜଳେ। ଖୁର ଲାଙ୍ଗୁଡ଼ ମୁଖେ ତାଡ଼ି ଶବଦ ଶୁଭେ ଘଡ଼ ଘଡ଼ି। ଜଳ ପ୍ରବେଶ ପୂର୍ବେ ହରି ପୁଚ୍ଛ ଉତ୍କ୍ଷେପ ଊର୍ଦ୍ଧ୍ୱେ କରି। ଲମ୍ପରେ ଆକାଶେ ଉଠିଲେ କଠୋର ସଟ୍ଟା କମ୍ପାଇଲେ। ବରାହ ଦେହ ଜଳ କଣେ ଶୂନ୍ୟେ ତିନ୍ତିଲେ ଦେବଗଣେ। ଲାଙ୍ଗୁଡ଼ ବୃଷ୍ଟି ଜଳ ଲାଗି ଦିଗେ ହୋଇଲେ ସଉଭାଗୀ। ସୁତୀକ୍ଷ୍ଣ ଖୁର କ୍ଷିପ୍ତ ଜଳେ ସମୁଦ୍ର ଉଛୁଳେ କଲ୍ଲୋଳେ। ପର୍ବତ ପ୍ରାୟେ ଦେହ କାନ୍ତି ଜ୍ୟୋତି ସମୂହେ ଝଟକନ୍ତି। ମହି ଖୋଜନ୍ତି ଘ୍ରାଣ ବାସେ ଧରଣୀ ଉଦ୍ଧରିବା ଆସେ। କରାଳ ଦନ୍ତ ଓଷ୍ଠ ପାଟି ଊର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି। ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେ ଦେଖି ଜଳଧି କଲା ଭୟେ। ତରଙ୍ଗ କର ଉଚ୍ଚେ କରି ଡାକଇ ରଖ ଦଇତାରି। ହେ ଯଜ୍ଞେଶ୍ୱର ତ୍ରାହି କର ମୁଁ ତୁମ୍ଭ ଚରଣେ କିଙ୍କର। ସମୁଦ୍ର ମୁଖ ରାବ ଗୋଳେ ହରି ପଶିଲେ ରସାତଳେ। ଜଳେ ନିମଗ୍ନା ବସୁନ୍ଧରି ଦକ୍ଷିଣେ ଦନ୍ତାଗ୍ରେ ଉଦ୍ଧରି। ଜଳୁ ଆସନ୍ତେ ଊର୍ଦ୍ଧ୍ୱମୁଖେ ଅସୁର ମିଳିଲା ସମ୍ମୁଖେ। ଆଦି ଅସୁର ଯେ ପ୍ରତ୍ୟକ୍ଷ ନାମ ତାହାର ହିରଣାକ୍ଷ। ଗଦା ବୁଲାଇ ଅତି ବେଗେ ମିଳିଲା ଯଜ୍ଞନାଥ ଆଗେ। ମତ୍ତ ମାତଙ୍ଗ ଜହ୍ନେ ମହି କର୍କଶ ଦନ୍ତେ ବିଦାରଇ। ଲୀଳାଏ ଅସୁର ସଂହାରି ଅଜକୁ ଯେସନେ କେଶରୀ।
ତା ଦେହ ଦଶନେ ବିଦାରି ଧରଣୀ ଘେନି ବିଜେ କରି ତମାଳ ନୀଳବର୍ଣ୍ଣ ଦେହି ଶୁଭ୍ର ତୀକ୍ଷ୍ଣ ଦନ୍ତ ଦୁଇ ଦଶନ ଅଗ୍ରେ ମହି ରହେ ଚନ୍ଦ୍ରେ କଳଙ୍କ ଜହ୍ନେ ଶୋହେ ଏମନ୍ତ ରୂପ ଦେଖି ବେଗେ ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ସଙ୍ଗତେ ମୁନି ଗଣ ଘେନି ସ୍ତୁତି କରଇ ପଦ୍ମ ଯୋନି ଋଷିଗଣ ଉବାଚ ହେ ଯଜ୍ଞ ରୂପୀ ଜନାର୍ଦ୍ଦନ ତୋର ବିହାର ତ୍ରିଭୁବନ ଜୟ ଭଗବାନ ତୁ ବେଦମୟ ବିଦ୍ୟମାନ ଯଜ୍ଞ ମୂରତି ନିଜ ପିଣ୍ଡେ ଯେ ଯଜ୍ଞ ଧର୍ମ କର୍ମ କାଣ୍ଡେ ତୋର ଶରୀର ଲୋମ କୂପେ ସମୁଦ୍ର ଲୁଚିଲା ସ୍ୱରୂପେ ନମୋ ଗୋବିନ୍ଦ ମହୀଧର ଅଶେଷ ମହିମା ସାଗର ହେ କାଳ ରୂପୀ ତୋ ଚରଣେ ନିର୍ଭୟୀ ପଶିଲୁ ଶରଣେ ଯଜ୍ଞାଦି ଆତ୍ମା ତୋ ଶରୀର ଦୁଷ୍କୃତ ଜନେ ଅଗୋଚର ତୋ ଦେହ ଚର୍ମେ ବେଦ ବସେ ଅନଳ ରୋମ କୂପଦେଶେ ଘୃତ ଆହୁତି ନେତ୍ର ଯୁଗେ ଚତୁର ହୋତ୍ର ପାଦ ଭାଗେ ଏ ଯଜ୍ଞ ଶ୍ରୁତ ତୋର ତୁଣ୍ଡେ ଶ୍ରୁତ ନିର୍ମିତ ନାସା ଖଣ୍ଡେ ଇଡ଼ା ଉଦର ଅନୁବନ୍ଧେ ଚମସ ରହେ କର୍ଣ୍ଣରନ୍ଧ୍ରେ ପ୍ରାଚିତ୍ର ବସେ ତୋର ଆସେ ଗ୍ରହେ ବସନ୍ତି ତୋର ଗ୍ରାସେ ଚରବଣେ ଅଗ୍ନିହୋତ୍ର ରହେ ଦୀକ୍ଷା ତୋ ଅନୁଜନ୍ମ ବହେ ଯେ ଉପସଦ ତିନି ଇଷ୍ଟେ ସେ ତୋର ଗ୍ରୀବାଦେଶ ଅଟେ ଦନ୍ତେ ପ୍ରାୟଣୀ ଉଦୟିନୀ ଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି ଶିରେ ହୋମର ହିତ ଅଗ୍ନି ଆବର ଉପାସନା ବହ୍ନି ପ୍ରାଣେ ବସନ୍ତି ଚିତିଗଡ଼ ସୋମ ତୋରେ ତ ଆଚରଣ ଶବନ ତୋହର ଅବସ୍ଥା ସପ୍ତ ଧାତୁଏ ତୋର ସଂସ୍ଥା ତୋ ଦେହ ସନ୍ଧି ସର୍ବସତ୍ର ତୁ ସର୍ବଯଜ୍ଞ କ୍ରତୁ ମାତ୍ର ମନ୍ତ୍ର ଦେବତା ରୂପ ତୁହି ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ ବୈରାଗ୍ୟ ଭକ୍ତି ଆତ୍ମଜୟେ କରାଉ ଜ୍ଞାନର ଉଦୟେ ତୁ ବିଦ୍ୟା ଗୁରୁ ଜ୍ଞାନ ଦାତା ସକଳ ଜୀବ ପିତା ମାତା ଅଖିଳ ମୂର୍ତ୍ତି ଭଗବାନ ତୋର ଚରଣେ ନମୋ ନମ ତୋ ଦନ୍ତ ଅଗ୍ରେ ବସୁନ୍ଧରି ବିରାଜେ ନିଜ ରୂପ ଧରି କିୟ ବା ଦେବା ପଟାନ୍ତର ଜଳେ ଯେ ଶନେ କରିବର ପଦ୍ମବନରୁ ସେ ନିର୍ଗତ ଦନ୍ତାଗ୍ରେ ପଦ୍ମିନୀ ଶୋଭିତ ଏ ଯେ ଶୁକର ତୋର ଦେହ ଅଶେଷ ଯଜ୍ଞ ବେଦମୟ ଦନ୍ତେ ଧରଣୀ କରେ ଶୋଭା କିବା ଉପମା ଆମ୍ଭେ ଦେବା ପର୍ବତ ଶୃଙ୍ଗେ ଜଳଧର ଯେମନ୍ତେ ଦିଶଇ ସୁନ୍ଦର ତେମନ୍ତେ ଶୋଭିତ ଧରଣୀ ତୋ ଦନ୍ତ ଅଗ୍ରେ ଚକ୍ରପାଣି ଏବେ ଧରଣୀ ସ୍ଥାପ ଜଳେ ଭୋନାଥ ତୋର ମାୟା ବଳେ ଏ ଭୂମି ଜୀବଲୋକ ମାତା ତୁ ନାଥ ଜୀବଲୋକ ପିତା ତୋ ବିନୁ କେବା ଅନ୍ୟ ବଳେ ମହି ଉଦ୍ଧରେ ମହାଜଳେ ଏଣୁ ବିସ୍ମୟ ଆମ୍ଭ ନାହିଁ ଅତି ବିସ୍ମୟ ବିଶ୍ୱେ ଯେହି ତାହାକୁ ତୁହି ମାୟା ବଳେ ସର୍ଜନା କଲୁ ଏ ଶୟଳେ ଏ ଯେ ଈଶ୍ୱର ତୋର ଦେହି ସକଳ ବେଦମୟ ଏହି ଜଳେ ପଶନ୍ତେ ତୋ ଶରୀର ଜଳଧି ଦିଶେ ଭୟଙ୍କର ତୋ ରୋମ ଅଗ୍ରେ ଜଳ ରାଶି ଉଛୁଳି ଶୂନ୍ୟ ମାର୍ଗେ ଆସି ସେ ଜଳ ବିନ୍ଦୁ ସ୍ପର୍ଶ ମାତ୍ର ସକଳେ ହୋଇଲୁ ପବିତ୍ର ଜନ ତପ ସତ୍ୟ ଭୁବନେ ଆମ୍ଭେ ଯେ ରହୁ ଦୋଷ ମନେ ତୋ ରୋମ ଜଳେ କରି ସ୍ନାନ ଆନନ୍ଦେ ତୋଷ କଲୁ ମନ ପବିତ୍ର କଲୁ ପିଣ୍ଡ ପ୍ରାଣ ତୋର ଶରଣ ନାରାୟଣ
तो कर्म पार जाणिबारे जे जन मने बांछा करे ତାହାକୁ ବୋଲି ମନ୍ଦମତି ଯେଣୁ ଅସାଧ୍ୟ ତୋର ଗତି ତୋ ଯୋଗ ମାୟା ଗୁଣ ବଳେ ଆମ୍ଭେ ମୋହିତ ଏ ଶୟଳେ ଏଣୁ ବିଶ୍ୱକୁ ସୁଖ ଦେଇ ଆମ୍ଭଙ୍କୁ ନାଥ କର ତ୍ରାହି। ମୈତ୍ରେୟ ଉବାଚ ବ୍ରହ୍ମାଦି ମୁନିଙ୍କ ବଚନେ ବରାହ ରୂପୀ ତୋ ସମନେ ଜଳେ ବସାଇ ବସୁନ୍ଧରି ଅଦୃଶ୍ୟ ହୋଇଲେ ମୁରାରି ସେ ହରି ଅଭୟ ଚରଣେ ବିଦୁର ପଶତୁ ଶରଣେ ଏ ମନୋହର କୃଷ୍ଣ କଥା ଯେ ଅବାହନ୍ତି ଶ୍ରୋତା ବକ୍ତା ତାର ହୃଦୟେ ଭଗବାନ ତକ୍ଷଣେ ହୁଅନ୍ତି ପ୍ରସନ୍ନ ସେ ହରି ଅଦ୍ଭୁତ ଚରିତ ଶୁଣି ବିଦୁର ତୋଷ ଚିତ୍ତ ଶୁଣ ସୁଜନେ ତୋଷ ଚିତ୍ତେ ସଂସାରୁ ତରିବ ଯେ ମନ୍ତେ ଯାର ପ୍ରସନ୍ନେ ମାୟା ଘୋର ନଳିନୀ ଦଳେ ଯେହ୍ନେ ନୀର ନ ଲାଗେ ନିରତେ ସିଞ୍ଚନ୍ତେ ବିଷ୍ଣୁ ପ୍ରସଙ୍ଗ ଅନୁମତେ କର୍ଣ୍ଣେ ପଶନ୍ତେ ହରିବାଣୀ ସୁଧା ସମୁଦ୍ର ପରିମାଣୀ ଆନନ୍ଦେ କର ସୁଧାପାନ ଯେଣେ ହୋଇବ ତତ୍ତ୍ୱଜ୍ଞାନ। ତୃତୀୟ ସ୍କନ୍ଧେ ଭାଗବତ ଅଦ୍ଭୁତ ବରାହ ଚରିତ ଏଣେ ନିବେଶି ବୁଦ୍ଧି ଚିତ୍ତ କହଇ ଦାସ ଜଗନ୍ନାଥ। इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे वराहप्रादुर्भाववर्णने नाम त्रयोदशोऽध्यायः।